କିନ୍ତୁ ପଇସା କହୁଛି ତୁମେ କିଛି କରିକି ତ ଦେଖାଅ, ତାହା ହେଲେ ମୁଁ ତୁମ ପାଖକୁ ଯିବି। ଜୀବନରେ ଦୁଇଟି କଥା ମନେ ରଖ, ରାଗ ସମୟରେ କେବେ ବି ନିଷ୍ପତ୍ତି ନିଅ ନାହିଁ, ଆଉ ଖୁସି ସମୟରେ କେବେ ବି କାହାକୁ କଥା ଦିଅ ନାହିଁ। ସମସ୍ତଙ୍କର ଦୁଃଖରେ ସୁଖରେ ସାଥ ଦେଉଥିବା ଲୋକକୁ ହିଁ ତାର ଦୁଃଖ ସମୟରେ କେହି ବି ସାଥ ଦିଅନ୍ତି ନାହିଁ। ମଣିଷ ଦ୍ୱାରା ଯଦି ଭୁଲ ହେଇଯିବ ତାକୁ ସୁଧାରି ଯାଇପାରିବ, କିନ୍ତୁ ମଣିଷ ହିଁ ଖରାପ ହେଇଥିବ ତେବେ ସେ କେବେ ବି ସୁଧରିବ ନାହିଁ। ମୋତେ ନିଜ ଲୋକ ହିଁ ଶିଖେଇ ଦେଇଛନ୍ତି, କେହି ବି ନିଜର ନାହିଁ ବୋଲି। ମୁଁ ଭଲ ହେଇକି ବି ଦେଖେଇ ସାରିଛି, ହେଲେ ବି ଖରାପ ବୋଲି କହିଲେ କିଛି ବିଷୟ ଘମଣ୍ଡ ପାଇ ନାହିଁ, କିଛି ବିଷୟ ଆତ୍ମସମ୍ମାନ ପାଇଁ ଛାଡ଼ିବାକୁ ପଡ଼େ। ତୁମେ ସମ୍ପର୍କ ରଖିବାକୁ ଚାହିଁଲେ ବି କ'ଣ ହେବ? ସାମ୍ନାବାଲାର ଯଦି ସମ୍ପର୍କ ରଖିବାକୁ ଇଚ୍ଛା ନାହିଁ, କେହି ଯଦି ତୁମ ବିନା ଖୁସିରେ ଅଛି ଯଦି ତାକୁ ଖୁସିରେ ରହିବାକୁ ଦିଅ। ବେଶୀ ତା ପଛରେ ପଡ଼ିକି ତୁମ ନିଜର ଆତ୍ମସମ୍ମାନକୁ ନଷ୍ଟ କର ନାହିଁ। ଯିଏ ଯିବାକୁ ଚାହୁଁଛି ଯଦି ତାକୁ ଯିବାକୁ ଦିଅ। ସେ ଆଜି ରହିଗଲେ ବି କାଲିକି ସେ ନିଶ୍ଚୟ ଚାଲିଯିବ। ଭାଗ୍ୟ ଯଦି ସାଥ ଦେଲା ନାହିଁ ତୁମେ ବୁଝିଯାଅ, ତୁମ ପରିଶ୍ରମ ହିଁ ତୁମକୁ ସାଥ ଦେବ। ଜୀବନ ସହଜ ନାହିଁ, କାହା ପାଇଁ ବି ସହଜ ନାହିଁ, ଭଗବାନ ପାଇଁ ବି ନାହିଁ। ତୁମେ ପ୍ରଭୁ ଶ୍ରୀରାମଚନ୍ଦ୍ରକୁ ଦେଖ, ଶ୍ରୀକୃଷ୍ଣକୁ ଦେଖ, ଯେତେ ପର୍ଯ୍ୟନ୍ତ ଦୁନିଆରେ ଥିଲେ ସେତେ ପର୍ଯ୍ୟନ୍ତ ଦୁନିଆରେ କେହି ବି ଖୁସିରେ ରହିଲେ ନାହିଁ। ଜୀବନରେ ଦୁଇ ପ୍ରକାର ଲୋକ ବର୍ବାଦ ହେଇଯାଆନ୍ତି। ପ୍ରଥମେ ସେଇମାନେ ବର୍ବାଦ ହୁଅନ୍ତି ଯେଉଁମାନେ କାହାର ବି କଥାକୁ ଶୁଣିଯାଆନ୍ତି, ଆଉ ଦ୍ୱିତୀୟରେ ଯେଉଁମାନେ ସମସ୍ତଙ୍କର କଥାକୁ ଶୁଣନ୍ତି। ଯଦି ମୋର କେହି ନାହିଁ, ମୁଁ ବି କାହାର ନୁହେଁ। ଏଠି ଯଦି ମୁଁ 2 ମିନିଟ୍ ପାଇଁ ଯଦି ପାଟି ଖୋଲିଦେବି 7 ଜନ୍ମ ପାଇଁ ମୁହଁ ମୋଡ଼ି ଦିଅନ୍ତି। ଏଇଟା ହିଁ ନିରାଟ ସତ। ଦୁନିଆ କହିବ ତୁମେ ଯୋଗ୍ୟ ନୁହେଁ, ସମୟ ଆସିଲେ ସମୟ ନିଜେ କହିବ। ଯେଉଁମାନେ ତୁମକୁ ତାନା ମାରୁଛନ୍ତି ସେମାନଙ୍କୁ ତାନା ମାରିବାକୁ ଦିଅ, ସେହି ସମୟରେ ଜବାବ ଦିଅ ନାହିଁ, ଅପେକ୍ଷା କର, ତୁମ ପରିଶ୍ରମ ଜାରି ରଖ। ଦିନେ ସମୟ ଆସିବ ସୂର୍ଯ୍ୟ କେବଳ ତୁମ ପାଇଁ ଉଦୟ ହେବ, ସେଦିନ ତୁମର ଦିନ ହେବ। କୁହାଯାଏ ଜୀବନଯାପନ କରିବା ପାଇଁ ସହଜ ନୁହେଁ, କିନ୍ତୁ ଜୀବନଯାପନ କରିବା ପାଇଁ ସହଜ କରିବାକୁ ପଡ଼ିଥାଏ। କେମିତି? କିଛି ଧୈର୍ଯ୍ୟ ଧରିକି, କିଛି ବରଦାସ୍ତ କରିକି, ଆଉ ବହୁତ କିଛି ଅଣଦେଖା କରିକି। ଦୁନିଆରେ କେବେ ବି ଏହି ଭୁଲ କରିବ ନାହିଁ। ନିଜ ନିଜକୁ କେବେ ବି ମୂର୍ଖାମି କର ନାହିଁ। ଆମେ ଜାଣିଛୁ କିଏ ସାଥିରେ ଅଛି ଆଉ କିଏ ନାହିଁ। ଆମେ ଏହି କଥା ଜାଣିବାକୁ ଡେରି କରିପାରେ କିଏ ସାଥିରେ ଅଛି, କିନ୍ତୁ ଏହି କଥା ଜାଣିବାକୁ କେବେ ବି ଡେରି ହେବ ନାହିଁ କି କିଏ ସାଥିରେ ନାହିଁ। କେବେ କେବେ ଆମେ ମଜାରେ ହେଉ କି ରାଗରେ ହେଉ ଅଜାଣତାରେ ସାମ୍ନାବାଲାର ଅପମାନ କରିଥାଉ। କେବେ କାହାର ଅପମାନ କର ନାହିଁ। ଭଲ କଥା, ତୁମେ ଶକ୍ତିଶାଳୀ ଅଟ, କିନ୍ତୁ ଗୋଟେ କଥା ମନେ ରଖ, ତୁମଠାରୁ ବି ଆଉ ଜଣେ ଶକ୍ତିଶାଳୀ ଅଛି, ସେ ହେଉଛନ୍ତି ସମୟ। ଏହି କଥା କେବେ ବି ଭୁଲିବ ନାହିଁ। ହେଇପାରେ ସମୟ ଭୁଲି ପଡ଼ି ଆମ ଉପରେ ଆକ୍ରମଣ କରିପାରେ, ଆଉ ଏହି ପରିସ୍ଥିତି ଆମ ସାମ୍ନାକୁ ଆସିପାରେ। ଆମକୁ କେତେ କଷ୍ଟ ଲାଗିବ। ତୁମକୁ ମୋଟିଭେସନ୍ ନାହିଁ, ତୁମକୁ ପରିଶ୍ରମର ଆବଶ୍ୟକ। ସବୁକିଛି ଛାଡ଼ିକି କାମ କରିବା ଲାଗିବା ଆବଶ୍ୟକ। ଯଦି ଫୋନ୍କୁ ହିଁ ଦିନସାରା ସ୍କ୍ରଲ୍ କରୁଥିବ, ମିମ୍ ଛଡ଼ା ଆଉ କିଛି ବି ମିଳିବ ନାହିଁ। ଯଦି ଆସନ୍ତାକାଲିକୁ ସୁଧାରିବାକୁ ଚାହୁଁଛନ୍ତି, ତେବେ ସବୁକିଛି ଛାଡ଼ିକି କାମ କରିବା ଆବଶ୍ୟକ। ଅନ୍ୟଠାରୁ ଭୁଲ ବାହାର କରିବା କେତେ ସହଜ, କିନ୍ତୁ ନିଜ ଭିତରେ କେତେ ଭୁଲ ଅଛି କିଏ ବି ନିଜ ଭିତରେ କେବେ ବି ଦେଖେ ନାହିଁ। ଥରେ ଗୋଟେ ମଣିଷ ସମୁଦ୍ରକୁ କହିଲା, ଯଦି ତୋର ପାଣି ଲୁଣିଆ ହେଇନଥାନ୍ତା କେତେ ଭଲ ହେଇଥାନ୍ତା, ସବୁ ଜାଗାରେ ମିଠା ପାଣି ଥାନ୍ତା। ପୁଣି କୋଇଲକୁ କହିଲା, ତୁମେ କେତେ ମଧୁର ଗାଉଛ, ତୁମର ରଙ୍ଗ ଯଦି କଳା ହୋଇନଥାନ୍ତା କେତେ ଭଲ ହେଇଥାନ୍ତା। ପୁଣି ଗୋଲାପକୁ କହିଲା, ତୁମକୁ ସବୁ ଲୋକ ଭଲ ପାଉଛନ୍ତି, ସମସ୍ତେ ବି ତୁମକୁ ପାଇବାକୁ ଚାହୁଁଛନ୍ତି, ଯଦି ତୋ ଦେହରେ କଣ୍ଟା ନଥାନ୍ତା କେତେ ଭଲ ହେଇଥାନ୍ତା। ଆପଣ ଜାଣିଛନ୍ତି ଏହି 3 ଜଣ ଯାକ ମିଶି କ'ଣ ଜବାବ ଦେଲେ? ତୁମ ଭିତରେ ଯଦି ଅନ୍ୟ ଜଣର ଭୁଲ ବାହାର କରିବାର ଅଭ୍ୟାସ ନଥାନ୍ତା ତେବେ କେତେ ଭଲ ହେଇଥାନ୍ତା।